ଆମର ଯୋଉ ସୁଧୀର ପାତ୍ର ଅପହରଣ ଏବଂ ହତ୍ୟା ମାମଲାରେ ଆଜି ତଦନ୍ତକାରୀ ଅଧିକାରୀ ଯିଏ ସେ 4 ଜଣଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲେ ଜେଏମଏଫସି ରୁରାଲ ବ୍ରହ୍ମପୁରଙ୍କ କୋର୍ଟରେ। ସେ ଆବେଦନକୁ ଗ୍ରହଣ କରି ଗୋଟେ ଦିନ ପାଇଁ ଆବେଦନ କୁ ମଞ୍ଜୁର ଦେଇଛନ୍ତି କୋର୍ଟ। ଏବଂ ସେମାନେ ହେଲେ ସୁଧୀର ପାତ୍ରଙ୍କ ପୁତୁରା ତୁଷାର ପାତ୍ର, ତାଙ୍କ ଝିଆରୀ ନିବେଦିତା ପାତ୍ର ଏବଂ ତାଙ୍କ ପୁରୁଷ ବନ୍ଧୁ କାଳୁ ପ୍ରଧାନ ଏବଂ ସୂର୍ଯ୍ୟ ପ୍ରତାପ ସିଂ। এই 4 ଜଣଙ୍କୁ ରିମାଣ୍ଡରେ ନିଆଯିବ ଏବଂ ତାର ସମୟସୀମା ରହିଛି 29/4/2026 ସନ୍ଧ୍ୟା 4ଟାରୁ 30/4/2026 ସନ୍ଧ୍ୟା 4ଟା ପର୍ଯ୍ୟନ୍ତ। ଏ 24 ଘଣ୍ଟା ମଧ୍ୟରେ ତଦନ୍ତକାରୀ ଅଧିକାରୀ ନେଇ এই ହତ୍ୟା ମାମଲା ବିଷୟରେ ଅଧିକ ପଚରାଉଚରା କରିବେ। ସାର୍ ପୂର୍ବରୁ କେତେ ଜଣଙ୍କୁ ଜେରା କରାଯାଇଥିଲା, ସେମାନଙ୍କର କ'ଣ ସବୁ ତଥ୍ୟ ଅଛି? ପୂର୍ବରୁ 5 ଜଣଙ୍କୁ ଯୋଉ ନିଆଯାଇଥିଲା ତାଙ୍କୁ ଫେରାଇ ଦିଆଯାଇଥିଲା ଏବଂ ଆଜି ଆଉ 4 ଜଣଙ୍କୁ ନିଆଯିବ ଏ ବିଷୟରେ ଅଧିକ କରିବା। କେତେ ଜଣଙ୍କୁ ମୋଟ ଗିରଫ କରାଯାଇଥିଲା? 9 ଜଣ ଗିରଫ କରାଯାଇଛି। ଏମାନେ ତ 24 ଘଣ୍ଟା ନିଆଗଲା, 24 ଘଣ୍ଟାରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ? ହଁ, ତଦନ୍ତକାରୀ ଅଧିକାରୀଙ୍କ ସବୁ ପ୍ରକାରର ରହିଛି, ଏଥିରେ ପଚାରିବାର ସ୍କୋପ ରହିଛି, ସେ ତାଙ୍କର ପଚାରୁଛନ୍ତି। ତଦନ୍ତକାରୀ ଅଧିକାରୀ କେବେ ଆପ୍ଲାଏ କରିଥିଲେ? ଆଜି ହିଁ ଆପ୍ଲାଏ କରାହେଇଥିଲା ଏବଂ ଆଜି ହିଁ ଅର୍ଡର କରାହେଇଥିଲା। କୋଉ ସମସ୍ୟାରେ ଆପ୍ଲାଏ କରାଯାଇଥିଲା? ଆଜି ହିଁ କୋର୍ଟ ଆୱାର ଭିତରେ ଆପ୍ଲାଏ ହେଇଥିଲା ଏବଂ ଅର୍ଡର ରହିଛି। ଏଇ ଯୋଉ 24 ଘଣ୍ଟା ଦିଆଯାଇଛି, 24 ଘଣ୍ଟା ପରେ ସେମାନଙ୍କୁ ପୁଣି ରିମାଣ୍ଡ ନେବେ ବୋଲି ସେଟା ପୁଣି ଥରେ ଆବେଦନ କରିବେ। 47 ବର୍ଷର ଟ୍ରଷ୍ଟେଡ୍ ବ୍ରାଣ୍ଡ ରାଜ ଇଲେକ୍ଟ୍ରୋନିକ୍ସ এই ବର୍ଷ এসি ଓ ରେଫ୍ରିଜରେଟର ସବୁଠାରୁ କମ୍ ରେଟ୍ରେ କେବଳ ରାଜ ଇଲେକ୍ଟ୍ରୋନିକ୍ସରେ।